ଆପଣ ରେଙ୍ଗା ଗାଁର ଗୋଟେ ସମିତି ଅଛନ୍ତି ଆଜ୍ଞା। ତ ଆଜି ରେଙ୍ଗା ଗାଁରେ କ'ଣ ହେଲା ଆଜି ଆପଣଙ୍କର କଂଗ୍ରେସ ଦଳ ତରଫରେ? ଆଜି ସର୍ବପ୍ରଥମେ ତ ରେଙ୍ଗା ପଞ୍ଚାୟତର ଆମର ଯେତିକି କର୍ମକର୍ତ୍ତା ଆଉ ଆମର ଯେତିକି ସଦସ୍ୟ ଅଛନ୍ତି କଂଗ୍ରେସ ଦଳର ଆମର ସଭାପତି ଆଉ ପଞ୍ଚାୟତ ସ୍ତରର ଆମର ନାୟକ ସରପଞ୍ଚ ୱାର୍ଡ଼ ମେମ୍ବର ଅନ୍ୟ ଦଳରୁ ଆଜି ଆସିଥିବା ଆମର କଂଗ୍ରେସ ପ୍ରେମୀ ଯେଉଁ ଘର ବାଉଡ଼ା ହେଇଛନ୍ତି ସମସ୍ତଙ୍କୁ ମୁଁ ହାର୍ଦ୍ଦିକ ଧନ୍ୟବାଦ ଦେଉଛି। ଆଉ ଆମର ଯିଏ ହାଇକମାଣ୍ଡର ସପ୍ତଗିରି ଉଲ୍କା ମହାଶୟ ଯିଏ ଆମକୁ ନିର୍ଦ୍ଦେଶ ଦେଇଛନ୍ତି ଯେ କଂଗ୍ରେସ ଦଳରେ ଯେଉଁମାନେ ଥିଲେ ଆଉ ଯେଉଁମାନେ ଯାଇଥିଲେ ସେମାନଙ୍କୁ କେମିତି ଆଉ ଥରେ ନିମନ୍ତ୍ରଣ କରାହେଉଛି ଆଉ ସେମାନଙ୍କୁ ଘର ବାହୁଡ଼ା କରାହେଉଛି ସେ କାର୍ଯ୍ୟକ୍ରମଟା ଆଜି ଥିଲା। ସେମାନେ ସବୁ ବିଜେପିରେ ଥିଲେ ଆଉ ବିଜେଡ଼ିରେ ମଧ୍ୟ ଥିଲେ, ଯେଉଁଟାକି ଆମର ଚମ୍ପାଯୋଡ଼ିର ଶତାଧିକ କ୍ରମୀ 40ରୁ 50ଟା ମାନେ ହାଉସ୍ ହୋଲ୍ଡ ଯେଉଁଟା ସେମାନେ ଆଜି ଆସିକି ମିଶିଛନ୍ତି। ବିଜେପିରେ ଥିଲେ ସେମାନେ, ଆଉ ଡୁମେଲ ଗାଁର ଯେଉଁମାନେ ଥିଲେ ମାନେ ୟଙ୍ଗ ବ୍ରିଗେଡ଼ ଗୁଡ଼ାକ ସେମାନେ ବିଜେଡ଼ିରେ ମାନେ ପୁରା ସଂକ୍ଷିପ୍ତ ଥିଲେ, ତ ସେମାନେ ଆଜି ଆସିକରି କଂଗ୍ରେସ ଦଳରେ ସାମିଲ ହେଇଛନ୍ତି। ଆଉ ସେମାନଙ୍କର ବିଚାରଧାରା କଂଗ୍ରେସ ଦଳରେ ସେମାନଙ୍କୁ ଠିକ୍ ଲାଗିଥିବ, ସେମାନଙ୍କୁ କୌଣସି ପ୍ରକାର ମାନେ ତାଙ୍କୁ ଲାଲଚ ଦେଇକରି ମାନେ ଅଣାଯାଇ ନାହିଁ। ସେମାନେ ନିଜେ ଖୁଦ୍ ଖୁସିରେ ଆଜି ଆସିକରି କଂଗ୍ରେସ ଦଳରେ ସାମିଲ ହେଇଛନ୍ତି, ଯେଉଁଟାକି ଆମର ସପ୍ତଗିରି ଉଲ୍କାଙ୍କର କାର୍ଯ୍ୟକଳାପକୁ ପସନ୍ଦ କରିକରି ଆଜି ସେମାନେ ସାମିଲ ହେଇଛନ୍ତି। ଦେଖନ୍ତୁ ସର୍ବପ୍ରଥମେ ତ ସେମାନେ ଯେଉଁ ଆସିଲେ ଆମକୁ ନିଜକୁ ବି ଗୋଟେ ଗର୍ବିତ ଲାଗିଲା ଯେ ଆମ ଦଳଟା ଆହୁରି ଥରେ ମଜବୁତ ହେବ। ମାନେ ସବୁ ଆସୁଛନ୍ତି ବିଜେପିର ବିଜେଡ଼ିରୁ, ବର୍ତ୍ତମାନ ରୁଲିଂ ଗଭର୍ଣ୍ଣମେଣ୍ଟ ଚାଲିଛି ବିଜେଡ଼ିର, ତ ରୁଲିଂ ଗଭର୍ଣ୍ଣମେଣ୍ଟକୁ ଛାଡ଼ିକିରି ସେମାନେ ରୁଲିଂ ଗଭର୍ଣ୍ଣମେଣ୍ଟର କ୍ୟାଣ୍ଡିଡେଟ୍କୁ ଛାଡ଼ିକିରି ଆମର ଯେଉଁ ସପ୍ତଗିରି ଉଲ୍କା ଗାଁକୁ ଯେଉଁ ପ୍ରକାର ସବୁ ପ୍ରକାର ମାନେ ଟାୱାର ଫେସିଲିଟି ହେଉ କି ଲୋକଙ୍କ ସହିତ ଜଡ଼ିତ ହେବା, ଲୋକଙ୍କର ମାନେ ଡେଭଲପମେଣ୍ଟ ୱାର୍କ ଉପରେ ଆଦିବାସୀମାନଙ୍କର ଯେଉଁଟାକି କାଷ୍ଟ ଉପରେ ଯେଉଁ ପାର୍ଲାମେଣ୍ଟରେ ଉଠାଉଛନ୍ତି, ଏଇଟା ହେଉଛି ଗୋଟେ ଲୋକଙ୍କ ପାଖରେ ଗୋଟେ ମାନେ ଲୋକଙ୍କୁ ପୁରା ମାନେ ହାର୍ଟ ଟଚ୍ ହେଉଛି। ଏଇଟା ଲୋକ ସପ୍ତଗିରି ଉଲ୍କା ଉପରେ ମାନେ ବହୁତ ବିଶ୍ୱାସ କରୁଛନ୍ତି। ଆଉ ସପ୍ତଗିରି ଉଲ୍କା ଯିଏ ଅଛନ୍ତି ଆମର ସାଂସଦ ପ୍ରାର୍ଥୀ, ତ ସିଏ ମାନେ ଦିଲ୍ଲୀ ଦରବାରରେ ଯାଇକରି ଆମର ଦାବିକୁ ଉପସ୍ଥାପନ କରୁଛନ୍ତି, ସେଥିପାଇଁ ଲୋକ ଆସିକରି ଜଡ଼ିତ ହେଉଛନ୍ତି କଂଗ୍ରେସ ଦଳରେ। କଂଗ୍ରେସ ଦଳ ତରଫରୁ ମୋତେ ଯେଉଁ ଦାୟିତ୍ୱ ମିଳିବ ସେ ଦାୟିତ୍ୱ ମୁଁ ତୁଲେଇବି। ମୋତେ ଯାହା ମିଳିବ କଂଗ୍ରେସ ଦଳରେ ମୁଁ ଏବେ ସମିତି ମେମ୍ବର ଅଛି, ମୋତେ ଯେଉଁ ହାଇକମାଣ୍ଡର ଯେଉଁ ଦାୟିତ୍ୱ ଦେବେ ମାନେ ପଞ୍ଚାୟତ ସ୍ତରରେ ମୋତେ ମାନେ ବୁଥ୍ ଦାୟିତ୍ୱ ଦେବେ କି ଲୋକଙ୍କୁ ମାନେ ଏକଠା କରିକିରି ଯେଉଁଟାକି ଆମର ଛୋଟିଆ ଛୋଟିଆ ମିଟିଂ ସଭା ସମିତି କରିବା ପାଇଁ ହେଉ କି ଯାହା ବି ହେଉ, ମୋତେ ଯେଉଁ ଦାୟିତ୍ୱ ମାନେ ହାଇକମାଣ୍ଡର ଦେବେ ମୁଁ ସେ ଦାୟିତ୍ୱକୁ ଠିକ୍ ରୂପେ ପରିଚାଳିତ କରିବି। ଆଉ ମୋ ସହିତ ଅଛନ୍ତି ଆମର ସମସ୍ତେ ଯେଉଁ କଂଗ୍ରେସ ଦଳର ସବୁ ମାନେ ଅଛନ୍ତି ଭାଇମାନେ, ଆମର ନୀଳକଣ୍ଠ ଝଡ଼ିଆ ମୋର ବୟୋଜ୍ୟେଷ୍ଠ ଭାଇ, ଆଉ ଦିନୁ ଝଡ଼ିଆ ସେ ମୋର, ଆଉ କାର୍ତ୍ତିକ ନାୟକ ଯିଏ ଅଛନ୍ତି ଆମର ଦଳର, ଆମର ବହୁତ ଅଛୁ କଂଗ୍ରେସ ଦଳରେ, ମାନେ ଲୋକ ଅଭାବ ନାହିଁ, ମାନେ ବହୁତ ଲୋକ ଅଛୁ। ଆଉ ମୋ ନାଁ ଧରିବି ଗୋଟେ ଗୋଟେ ବୋଲେ ଏଇଠି ଆମର ନରସିଂହ ମାଝୀ ଅଛି, ଆମର ସଭାପତି ଅଛନ୍ତି କ୍ଷୀରମଣି ଝଡ଼ିଆ, ସେ ଆମର ବ୍ଲକ ସଭାପତି, ଆମର ପଞ୍ଚାୟତ ସଭାପତି, ତାପରେ ଆମର ଏବେ ନୂଆରେ ଆସିଛନ୍ତି, ତ ସମସ୍ତେ ମିଶିକରି କାମ କରିବୁ। ଆମକୁ ତ ବହୁତ ଅସୁବିଧା କଲେ ଆଜ୍ଞା, ଆମକୁ ପିଇବା ପାଇଁ ପାଣି ମଧ୍ୟ ଏବେ ମିଳୁନାହିଁ। ପିଇବା ପାଇଁ ପାଣି ନାହିଁ, ତାର ବାଦ ହେଉଛି 2013 ମସିହା ଠାରୁ ଇନ୍ଦିରାବାସ ଖଣ୍ଡେ ବି ମିଳୁନାହିଁ ଗାଁକୁ। ସେ ବିରୋଧକୁ ନେଇକରି ଯାଇଥିଲୁ କଲେକ୍ଟର ଅଫିସକୁ, ଆମେ ପ୍ରାୟ ଯାଇଥିଲୁ 20ରୁ 25 ଜଣ ଖଣ୍ଡେ ଯାଇଥିଲୁ। ସେଠି ଦାବିପତ୍ର ଦେଲା ପରେ ନାଇଁ ହେଇଯିବ ସପ୍ତାହଟି ଭିତରେ ଆମେ ଆସିବୁ କହିକି ତାଙ୍କେ ଆଉ ଆସିଲେ ନାହିଁ ଗାଁକୁ। ସେଥିପାଇଁ ଆମେ ବିରକ୍ତ ହେଇକିନା ଏ ଦଳରେ ଥିଲେ ଏଭଳିଆ ଆମକୁ ହଇରାଣ କରିବେ, ଆମର କଥା କେଉଁଠି ରହୁନାହିଁ। ଆମର ନେତାମାନେ ଯେଉଁ ଭୋଟ ମାଗବା କାଇବେ ଭୋଟ ସମୟରେ ନାଇଁ ତୁମକୁ ଇନ୍ଦିରାବାସ କରେଇଦେବୁ, ତୁମ ରାସ୍ତାଘାଟ ହେବ, ତୁମକୁ ପାଣି ଦିଆଯିବ ସୁବିଧା ବୋଲିକରି ଆମକୁ ଠକାମି କରି ଚାଲିଲେ। ସେଥିପାଇଁ ଆମେ ଗାଁ ଲୋକ ନିଷ୍ପତ୍ତି ନେଲୁ ଯେ ଏ ଦଳରେ ଥାଇକରି ଆମେ ବହୁତ ଅସୁବିଧା ହେଉଛୁ, ଆମେ କଂଗ୍ରେସ ଦଳକୁ ଗଲେ ଆମର କଥା ରହିବ ବୋଲିକରି କଂଗ୍ରେସ ଦଳରୁ ସାମିଲ ହେଲୁ। ଆମେ ତ ଥିଲୁ ବିଜେପି ଦଳରେ ଥିଲୁ, ବିଜେପିରୁ କଂଗ୍ରେସକୁ ଆସିଲୁ।